दर्शक बंधु 2 दिन हम मु बासन माजुची कहीं नीलूर हाथ कटि जाइए आ पूरा गाढ़ा हो जाइए छुआटार हाथ हले होनी तेणुक सर्फ साबुन लगिले कष्ट हम तेणुक मु माजुची से पोछा मारी दूची। तो चलतु ये देखु बर्तन सब मजा हो गला आउ मिली पोछी गला पर धीरे धीरे मु माजिदेली कारण ता हाथटा पूरा छुरी रे गाढ़ा हो जाइए आउ कष्ट होउची जाहेले भी से करि परिबनी हाथटा सर्फ साबुन लागिले तो टिके कष्ट हम तेणुक से पोछी देकी पड़ेगा मुझे सब माजिदेली बासन गुड़ाक आपको सब पानी निगिरी थोइला जाकि पुणी गाड़ी स्टार्ट सफा
ଖରାବେଳରେ କ'ଣ ରୋଷେଇ ହେବ ଆଜି ଦେଖିବା। ଡଙ୍କ କଖାରୁ ଡଙ୍କ ନେଇ ଆସିଛନ୍ତି, କଖାରୁ ଫୁଲ ବରା ଏଇସବୁ ନେଇ ଆସିଛନ୍ତି। କରିବି କଖାରୁ ଫୁଲର ବରା ଆଉ ଡଙ୍କ ତରକାରୀ। ତ ଚାଲନ୍ତୁ ଆଜିର ଖାଇବା ତିଆରି ହେବ ଖରାବେଳେ। ଆଉ ସୋୟାବିନ୍ ସୋୟାବିନ୍ ମୁଁ କେମିତି ରାନ୍ଧେ ମୁଁ ଦେଖେଇ ଦେଉଛି ଆପଣମାନଙ୍କୁ ପ୍ରୋସେସ୍ଟି। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ନୂଆ ଭିଡ଼ିଓରେ ସ୍ୱାଗତ। ତ ଚାଲନ୍ତୁ ଏଇଠି ଦେଖନ୍ତୁ ଆଜିର ଦିନରେ ଏଇ ଯେଉଁ କ'ଣ ରୋଷେଇ ହେବ। ଏଠି ଡଙ୍କ ମୁଁ ସବୁବେଳେ କହେ ଅଳ୍ପ ଅଳ୍ପ ଡଙ୍କା ଆଣିବେ, ଆଉ ବେଶୀ ଡଙ୍କ ଆଣିବନି। ତ ଦେଖନ୍ତୁ କାହିଁକି 2 ଜଣ ମାତ୍ର ଖାଇବା କଥା, ସେଇଥିପାଇଁ ଡଙ୍କ ଅଳ୍ପ ଆଣନ୍ତି। ଏଇଟା ଗୋଟେ ଆଜି କରିବି ତରକାରୀ। ବାଇଗଣ ଜହ୍ନି ଆଉ ଆମର ଇଏ ପକାଇକି ଆଳୁ ବଡ଼ି ସବୁ ପକାଇକି ଡଙ୍କ ତରକାରୀ। ଆଉ ଏଇଠି ଦେଖନ୍ତୁ କଖାରୁ ଫୁଲ, ଏଇ ଫୁଲଟାକୁ ଆଜି ବରା ହେବ। ଭାତ ବସିଯାଇଛି, ଡାଲି ସକାଳର କାମ ସରିଲା, ଆଉ ଏବେ ରୋଷେଇ ଷ୍ଟାର୍ଟ। ତ ଚାଲନ୍ତୁ ଦେଖନ୍ତୁ ଫୁଲ ବରା କରିବା। ତାପରେ ଦେଖନ୍ତୁ ଏଇଠି ଯେଉଁ ବାବୁନାକୁ ଛାଡ଼ିବାକୁ ହଷ୍ଟେଲ ଯାଇଥିଲେ, ତ ନୂଆ ମିଳିଗଲା ରାସ୍ତାରେ, ଆମର ହାଟ ପାଳି ନା, ତ ମିଳିଗଲା ବୋଲି ତାକୁ ଧରିକି ଆସିଛନ୍ତି। ଡଙ୍କ ଯଦି ଦେଖିଦେଲେ କେଉଁଠି ଗୋଟେ ଡଙ୍କ ଦେଖିଲେ କି ପୋଇ ଦେଖିଲେ, ଏଗୁଡ଼ାକ ବହୁତ ତାଙ୍କର ଶখ। ତ ଡଙ୍କ ତରକାରୀ କରିବୁ ନେଇକି ପଳେଇ ଆସିଛନ୍ତି। ଯେତେବେଳେ ବି ଫ୍ରେଶ୍ ଡଙ୍କ ଯେଉଁଠି ଦେଖିବେ ସେ ଧରିକି ପଳେଇ ଆସୁଛନ୍ତି ଘରକୁ। ତ ଚାଲନ୍ତୁ ଡଙ୍କ ତରକାରୀ ଆଜି ତ ପିଆଜ ରସୁଣ ହେବ, ଟିକେ ଭଲ ଲାଗିବ। ବିନା ପିଆଜ ରସୁଣରେ ବି କରେ, କିନ୍ତୁ ପିଆଜ ରସୁଣ ପକାଇଲେ ଭଲ ବେଶୀ ଟିକେ ଲାଗିବ। ଆଉ ଠାକୁର ପୂଜା କାମ ସରିଗଲା, ନାସ୍ତା ବି ସରିଯାଇଛି। ସକାଳୁ ଆଗ ଆମର ବିଛଣାରୁ ଉଠିବେ କି ନାହିଁ, ବ୍ରସ୍ କରିବେ କି ନାହିଁ, ଖାଇବେ। ଆମର ବ୍ରସ୍ କରିବେ, ସାଙ୍ଗେ ସାଙ୍ଗେ ଫ୍ରେଶ୍ ହେଲା, ବାଥରୁମ୍ ଯାଇକି ଆସିଲା ମାନେ ଆଗ ଖାଇବେ। ତ ଆମର ପିସ୍ତା ବାଦାମ ଯେଉଁଟା ସେଇଟା ମୁଁ ବତୁରେଇ ଥାଏ, ସେ ବତୁରା ବାଦାମରୁ ଆଗ ଟିକେ ଖାଇବେ। ତାପରେ ରୁଟି ହେଉ ସନ୍ତୁଳା ହେଉ, ନହେଲେ କାଲି ରାତିର ରୁଟି ବି ଥାଏ ଆମର, ରାତିରେ ଯେଉଁଟା ରୁଟି କରିଥାଏ ବାସି ରୁଟି ବି ସେଇଟା ବି ଖାଆନ୍ତି, କିନ୍ତୁ ସାଙ୍ଗେ ସାଙ୍ଗେ ଖାଇବାର ଅଛି। ସେ ଖାଆନ୍ତି, ନହେଲେ ଛତୁଆ ଚୁଡ଼ା ଯାହା ବି ଘରେ ଥାଏ ସେ ଖାଆନ୍ତି। ଆଉ ତାପରେ ଏବେ ଫଳ ଦେଲି କାଟିକି, ଖାଇକି ଗଲେ। ଆଉ ଏବେ ମୁଁ ରୋଷେଇ କରୁଛି। ତ ଚାଲନ୍ତୁ କୁଟୁ ଯାଇଛି ସ୍କୁଲ, ଆଉ ବାବୁନା ସକାଳୁ ସକାଳୁ ହଷ୍ଟେଲ ପଳେଇଲା। ଆଉ କାଲି 2 ଦିନ ପାଇଁ ଆସିଥିଲା, ତାକୁ ତ ମଝିରେ ମଝିରେ ପଳେଇ ଆସୁଛି। ଆଉ ତାପରେ ଡେଙ୍ଗୁ ଏବେ ସବୁଆଡ଼େ ହଷ୍ଟେଲରେ ବି ପିଲାମାନଙ୍କୁ ଡେଙ୍ଗୁ ହେଲାଣି। ତ ଡେଙ୍ଗୁ ଲାଗି ତା ବାପା କହିଲେ 2 ଦିନ ହେଲେ କମ୍ ସେ କମ୍ ଶାନ୍ତିରେ ତ ଘରେ ଶୋଇବ, ଆଉ ହଷ୍ଟେଲ ତ ସେଠି ବାଉଣ୍ଡ ରହିବା ପାଇଁ। ତେଣୁକରି ତାକୁ ଆମେ ନେଇକି ପଳେଇ ଆସିଥିଲୁ। ଶନିବାର ଦିନ ଆସିଲା, ଆଉ କାଲି ଗୋଟେ ଦିନ ରାତିରେ ରହିଲା, ଆଜି ସକାଳୁ ସକାଳୁ ପାର। ତ ଚାଲନ୍ତୁ ତାର ଡ୍ରେସ୍ ପୁରା ପୁଳେ ଡ୍ରେସ୍ ଆଣିଥିଲା, ତାକୁ ମୁଁ ସବୁ ସଫାସଫି କରିକି ରେଡ଼ି କରିକି ତାକୁ ଦେଇଦେଲି। ସେ ତାର ନେଇକି ଗଲା। ତାପରେ ଏବେ ପୁଣି ସପ୍ତାହ 2 ସପ୍ତାହରେ ଯେତେବେଳେ ଛୁଟି ମିଳୁଛି, ମାନେ ତାକୁ ତ ସବୁବେଳେ ଟାଇମ୍ ନାହିଁ, ମନା କରନ୍ତି, କିନ୍ତୁ ଛୁଟି ଯେତେବେଳେ ମିଳେ ସେତେବେଳେ ଏଇଠି ଦେଖନ୍ତୁ ମୋ ଠାକୁର ଘର ଆଗରେ ମୁଁ ଅଛି। ଏଇଠି ଠାକୁର ପୂଜା ସରିଗଲାଣି। ଆଉ ଏବେ ମୁଁ ଆମର ଯେଉଁ ଚିଲା ବେସନ ପିଆଜ ଆଳୁ ଚୁନି ଚୁନି କରିକି ସେଇଟାକୁ ମୁଁ କରିଥିଲି। ଆମର ସକାଳେ ଟିଫିନ୍ ନେଇକି କୁଟୁ ଗଲା, ଆଉ ବାବୁନା ମନା କଲା ଖାଇବନି, କହିଲା ମୁଁ ହଷ୍ଟେଲରେ ଖାଇବି। ମୁଁ ତା ପାଇଁ 2ଟା କରିଦେଇଥିଲି, ସେଇଟାକୁ ମୁଁ ତା ବାପାକୁ ଦେଲି। ମୁଁ କହିଲି ଏ ବେକାର ନ ରହିବ କାହିଁକି, ତୁମେ ଖାଇଦିଅ। ତ ଚାଲନ୍ତୁ ଏଇଠି ଦେଖନ୍ତୁ। ଆଉ ତାପରେ ଡଙ୍କ ତରକାରୀ, କଖାରୁ ଫୁଲ ବରା, ଆଉ କୁନୁଆକୁ ଖାଇବନି, ତାକୁ ସୋୟାବିନ୍ କଖାରୁ ଫୁଲ ବରା ବି ସେ ଖାଇବନି, ଏତେ ଭଲ ଟେଷ୍ଟ ଜିନିଷ ତାକୁ ବି ଖାଇବନି। ଯେତେ ଯାହା କର ଛୁଆମାନେ ଏଇସବୁ ଜିନିଷ ଖାଇବା ମୁସ୍କିଲ କରିଦେଉଛନ୍ତି, ଯେଉଁଟାକି ମାନେ ଦେହ ପାଇଁ ଭଲ। ଆଖିରେ ଚଷମା, ମୁଁ ଆସିକି ମୋ ଏଜ୍ ଏତେ ହେଲାଣି, ମୋର ଚଷମା ଲାଗିନି, ମୋର 40 ଚଷମା ବି ଲାଗିନି, କିନ୍ତୁ ମୋ ଛୁଆମାନଙ୍କର 2 ଜଣଙ୍କର ଚଷମା ଲାଗିଗଲାଣି, ତା ବାପାର ବି ଲାଗିଗଲାଣି। ଆଉ ତା ବାପାର 40 ଚଷମା,
ମାନେ 40 ପରେ ଯେଉଁ ଚଷମାଟା ଲାଗେ ସେଇଟା ଆଉ ଛୁଆମାନଙ୍କର ଲାଗିଗଲାଣି ଚଷମା। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ ତ ହେଲା, ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲି, ଆପଣମାନେ କେମିତି ଅଛନ୍ତି ଜଣେଇବେ। ନିହାତି ଭାବରେ ଖୁସିରେ ଥାଆନ୍ତୁ, ଭଲରେ ଥାଆନ୍ତୁ ଠାକୁରଙ୍କ କୃପାରୁ, ଆଉ ଭଗବାନ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ। ମୋ ସବସ୍କ୍ରାଇବର ମାନେ ମୋର ସାଙ୍ଗମାନେ ମାନେ ସବୁଠାରୁ ଭଗବାନଙ୍କ ସହିତ ସମାନ। ତ ଚାଲନ୍ତୁ ଆପଣମାନଙ୍କ ଲାଗି ମୁଁ ଏତିକି ବାଟ ଆସିଛି, ଆଉ ଧୀରେ 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 ମୋର 550 ମାନେ 52 ହେଇଗଲାଣି। 50 ଥିଲା, 2 ବଢ଼ିଛି ପୁଣି। ତ ଚାଲନ୍ତୁ ଆଉ 552 ସବସ୍କ୍ରାଇବ୍ କରିଥିବାରୁ ଆପଣମାନଙ୍କୁ ଯେଉଁମାନେ ସପୋର୍ଟ କରିଛନ୍ତି ଅଶେଷ ଅଶେଷ ଧନ୍ୟବାଦ ଏଇ ଭିଡ଼ିଓରେ ମୁଁ ଦେଉଛି। ଆଉ ଚାଲନ୍ତୁ ଭିଡ଼ିଓଟିକି ଯେଉଁମାନେ ପୁଣି ଆହୁରି ପୁନର୍ବାର କହୁଛି କି ଯେଉଁମାନେ ନ କରିଛନ୍ତି କିନ୍ତୁ ଦେଖୁଛନ୍ତି, ମୋ ଭିଡ଼ିଓ ଦେଖୁଛନ୍ତି, ତ ଚାଲନ୍ତୁ ଭିଡ଼ିଓ ଦେଖି ସାରିଲା ପରେ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ କମେଣ୍ଟ ଦିଅନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ତ ଚାଲନ୍ତୁ ତେବେ ଭିଡ଼ିଓ ଆଡ଼କୁ ଯିବା। ଦିନ ଭରି ଆଜିର ତ ବ୍ଲଗ୍ଟି ଏଇଠୁ ମୁଁ ଷ୍ଟାର୍ଟ କଲି, ପୂଜା ସବୁ କାମ ସାରିକି। ଆଉ ତାପରେ ବର୍ଷା ଟିକେ ଛିଞ୍ଚା ଅଳ୍ପ ଅଳ୍ପ ଛିଞ୍ଚା ମାରୁଛି, ଏବେ ବି ହେଉଛି। ଆଜି ପାଗଟା ଏମିତି ହେଇଛି, ଆଉ ଚଳିବ। ଏବେ ମୁଁ ଯେଉଁ ରସି ଉପରେ ଯେଉଁ ରସି ଟଙ୍ଗେଇ ଦେଲି, ସେ ରସି ଟଙ୍ଗେଇଲା ପରଠାରୁ ମୋତେ ଆଉ ଟେନସନ୍ ଏତେ ନାହିଁ, କାରଣ ଲୁଗା ଶୁଖେଇବା ମୁସ୍କିଲ ହେଇଯାଉଥିଲା। ଗାଦି ଲୁଗା ଡେଲି ମୋର ଅହରହ ୱାସିଂ ମେସିନ୍ ଚାଲୁଥାଏ, କାରଣ ଟିକେ ଝାଳ ହେଲେ ଇଏ ହେଲେ। ଆଉ ଏବେ ବି ଦେଖନ୍ତୁ, ଆମେ ଅନ୍ୟ ଦିନ ଆମେ କହିବା ମାନେ ଅଲଗା ଦିନ ଶୀତ ଦିନକୁ ଛାଡ଼ିଦେଲେ ଯେଉଁ ଆମର ଯେମିତିକି କାର୍ତ୍ତିକ ମାସ ଆଉ ମାର୍ଗଶିର ମାସରେ ଯେଉଁ ଥଣ୍ଡା, ସେଇ ଥଣ୍ଡାକୁ ଛାଡ଼ିଦେଲେ ଅନ୍ୟ ଦିନ ଯେତେ ପାଗ ନରମ କୋହଲା ପାଗ ହେଲେ ବି ଝାଳ ବୋହିବାର ଅଛି, ଝାଳ ବୋହିବ। ଦେଖନ୍ତୁ ମୋର ବି ଏବେ ଝାଳ ବୋହୁଛି, ଦେଖନ୍ତୁ କେତେ ଝାଳ ଆସିଗଲାଣି ଏଇଠି, ଦେଖୁଛନ୍ତି କେତେ ଝାଳ। ଆଉ ପ୍ରବଳ ଗରମ କିନ୍ତୁ ହୁଏ, ଯେତେ ଫ୍ୟାନ୍ ତଳେ ବସ ଯାହା କର। ଏସି ଏବେ ବି ଲାଗୁଛି, ଏସି ନ ଲଗାଇଲା ବେଳକୁ ଶୋଇ ହେଉନି। ତ ଚାଲନ୍ତୁ ଆପଣମାନଙ୍କୁ ଭିଡ଼ିଓଟି ତ ଷ୍ଟାର୍ଟ କଲି। ଦିନ ଭରିର ଛୋଟ କ'ଣ ମୁଁ କରିବି ମୁଁ ତ କହିପାରୁନି। ଏବେ ତ ରୋଷେଇ ଏଇଟା ହିଁ, ଡଙ୍କ ତରକାରୀ ମୁଁ ଦେଖେଇଲି, କଖାରୁ ଫୁଲ ଦେଖେଇଲି, ସେଇଟା ହିଁ ମୁଁ କରିବି। ଭାତ ବସେଇ ଦେଇଛି, ଚାଉଳ ପକେଇ ଦେଇକି ଆସିଲି। ତ ଚାଲନ୍ତୁ ତାକୁ ରେଡ଼ି କରିବି, ମସଲା ବାଟିବି। ମସଲା ତ ଗ୍ରାଇଣ୍ଡର ବଟା ହେବ, ତାକୁ ରେଡ଼ି କରିବାକୁ ପଡ଼ିବ। ଟିକେ ରସୁଣ ଆଉ ଜିରା, କଞ୍ଚା ଲଙ୍କା। ମୁଁ ହଁ, ମାଛ ମାଂସ ତରକାରୀ ମଟନ୍ ବି ହେଲେ ମୁଁ କଞ୍ଚା ଲଙ୍କା ପକାଏ। ମୁଁ ଶୁଖିଲା ଲଙ୍କା ଆଭଏଡ଼ କରେ, କି କେବଳ ଯଦି କଞ୍ଚା ଲଙ୍କା ନଥାଏ ଘରେ, ମାନେ ସର୍ଟେଜ୍ ଥାଏ କି ନଥାଏ, ତ ଟିକେ ସାଲାଡ଼ ଫାଲାଡ଼ ପାଇଁ ରଖିଦେଇକିନି ମୁଁ କ'ଣ କରେ, ସବୁବେଳେ କଞ୍ଚା ଲଙ୍କା ହିଁ ୟୁଜ୍ କରେ। ଦେଖନ୍ତୁ କଲର୍, ଯଦି ଆପଣ ହୋଟେଲ ଭଳିଆ ଡେଲି କହିବେ ଆମର ଏତେ ତେଲ ଖାଆନ୍ତି ସେତେ ତେଲ ଖାଆନ୍ତି, ସେଟା ରୋଗକୁ ଆମେ କିଣୁଛେ। ସେଟା କିଛି ବାହାଦୁରୀ ନୁହଁ କି ତେଲ ଆମେ ଏତେ ଖାଇଦେଲେ, ଲଙ୍କା ଏତେ ଖାଇଦେଲେ, ଏସବୁ ବାହାଦୁରୀ ମାନେ ହୋଟେଲ କଲର୍ ଭଳିଆ ଦେଖା ହେଲା, ଏମିତି ଟେଷ୍ଟ ହେଲା। ଦେହକୁ ଯଦି ଦେଖିବାକୁ ଥାଏ, ଆଙ୍କ ଦେହରେ ଯାଏନି ମସଲା ଫସଲା। ସବୁବେଳେ ସନ୍ତୁଳା ସିଝା ବହୁତ ପସନ୍ଦ, ଛେଚା ଭର୍ତ୍ତା, ବଡ଼ି ଚୁରା, ଶାଗ ଭଜା, ଏଇସବୁ ବହୁତ ପସନ୍ଦ ତାଙ୍କୁ। ଯେମିତିକି ବାଇଗଣ ଭର୍ତ୍ତା, କଲରା ଭର୍ତ୍ତା, ଏସବୁ ଭର୍ତ୍ତା ଜିନିଷ ବହୁତ ପସନ୍ଦ। ତ ମୋର ସେଇ ଆଦତ, ମୁଁ ବି ଧୀରେ ଧୀରେ ମାନେ ମୋତେ ବି ମସଲା ତରକାରୀ ଖାଇବାକୁ ଭଲ ଲାଗେ, କିନ୍ତୁ ଆମର ଏଜ୍କୁ ନେଇକି ଆମେ ଟିକେ ଯଦି ନ ଜଗିବା, କଲରା ଟିକେ ମଝିରେ ନ ଖାଇବା, ଭାତ ଖାଉଥିବା, ସବୁବେଳେ ପେଟ ପୁରା ବାହାରି ଯାଉଥିବ, ମୋଟା ହେଇଯାଉଥିବ। ସେଇଥିପାଇଁ ମୋ ଛୁଆମାନେ 2 ଜଣ ଯାକ ସେମିତି ପତଳା। ଆଉ ଜମାରୁ ସେମାନେ ପରିବା ତ ଖାଉନାହାନ୍ତି, କିନ୍ତୁ ଭାତ ବି ଖାଉନାହାନ୍ତି। ସେମାନେ ଟୋଟାଲ ଭାତ ହିଁ ଛାଡ଼ି ଦେଇ ସାରିଲେଣି, ଭାତ ଖାଇବାକୁ ପସନ୍ଦ ନାହିଁ। ତ ଭଲ, ଗୋଟେ ପ୍ରକାର ଦେଖିବାକୁ ଗଲେ ଆମେ ଯେଉଁଠି ଡାଇବେଟିସ୍ ହେଇଯାଉଛି, ଆମେ ଭାତ ଖାଇବାନି ଆଭଏଡ଼ କରୁଛୁ, ରୁଟି ଖାଇବା। ତ ଏମାନେ ଯଦି ମୂଳରୁ ରୁଟି ଖାଉଛନ୍ତି ଆଉ ଭାତ କଦବାଇ କ୍ୱଚିତ ଖାଉଛନ୍ତି, ସେଟା ବି ଗୋଟେ ଭଲ ଅଭ୍ୟାସ ମୋ ମତରେ। ଆପଣମାନେ କମେଣ୍ଟ ଦ୍ୱାରା ଜଣେଇବେ କ'ଣ ଏଇଟା ମୁଁ ଠିକ୍ କହିଲି ନା ଭୁଲ କହିଲି। ଛୁଆମାନେ କିନ୍ତୁ ଏଇଆ ପରିବା ଟିକେ ଖାଇବା କଥା। ଆଉ ପରିବା ଲାଗି ତ କୁହନ୍ତୁନି, ମୁଁ କେବେ ନେଇ ଆସିବି କେମିତି କ'ଣ ଷ୍ଟୋରି, ମାନେ ମୋ ଛୁଆମାନଙ୍କର ପରିବା ଖାଇବା ପାଇଁ ଆମେ ଛୁଆବେଳରୁ କେତେ ଚେଷ୍ଟା କରିଛୁ, କିନ୍ତୁ ହେଇପାରୁନି ଆଜି ପର୍ଯ୍ୟନ୍ତ ହେଲା। ଆଉ ଛୁଆମାନେ ଯେଉଁଠି ଯାଉଛନ୍ତି, ଯେଉଁମାନେ ପରିବା ଟିକେ ଖାଆନ୍ତି, ଡାଲମା ହେଲା ଇଏ ହେଲା, ସେମାନେ ସବୁ ଜାଗାରେ ଆଡ଼ଜଷ୍ଟ କରିପାରିବେ। ଆଉ ମୋ ଛୁଆମାନଙ୍କୁ ଯଦି ମୁଁ କହିବି, ମାନେ ଆମର ବାପା ମା ଛୁଆ ସବୁ ପାଟିଗୋଳ ଲାଗିଯିବୁ, କିନ୍ତୁ ପରିବା ଖାଇବେନି।
ଆଉ ଚାଲନ୍ତୁ ସେଇଟା ତ ଛୁଆମାନଙ୍କ ବଡ଼ ହେଲେ ସେମାନେ ଏବେ ତ ଏତେ ବଡ଼ ବଡ଼ ହେଲେଣି ପରିବା ଖାଉନାହାନ୍ତି, କ'ଣ କରିବେ ଆଗକୁ ସେମାନେ ତାଙ୍କର ଯାହା ଯେମିତି କରିବେ। ଆଉ ଆମେ ତ ଚେଷ୍ଟା ଚଲେଇଛୁ ଏବେ ପର୍ଯ୍ୟନ୍ତ ବି, ଏଠି ଗଳେଇକି ଦେ ସେପଟରେ ଗଳେଇକି ଦେ ସେମାନେ ଧରି ବି ଦେଉଛନ୍ତି, ଯେତେ ଚେଷ୍ଟା କର ଧରି ଦେଉଛନ୍ତି। ଆଉ ଛୁଆବେଳେ ବି ବାନ୍ତି କରି ଦେଉଥିଲେ, ଇଏ କରୁଥିଲେ, ବହୁତ ହଇରାଣ କରନ୍ତି। ତ ଚାଲନ୍ତୁ ଏଇଠି ଭିଡ଼ିଓଟି ମୁଁ ଆଉ ଗବର ଗବର ନ ହେଇକି ମୁଁ ଆପଣମାନଙ୍କ ପାଖକୁ କ୍ୟାମେରା ବ୍ୟାକ୍ କରିକି ମୁଁ ଦେଖାଉଛି ଆଜିର ଦିନଟିରେ କ'ଣ 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 ସବୁ ଚାଲିଲା ସନ୍ଧ୍ୟାବେଳ ପର୍ଯ୍ୟନ୍ତ। ତ ଚାଲନ୍ତୁ ଭିଡ଼ିଓଟି କେମିତି ଲାଗିବ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, କମେଣ୍ଟ ଦିଅନ୍ତୁ, ସେୟାର କରନ୍ତୁ। ତ ଚାଲନ୍ତୁ ତେବେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ, ଲାଇକ୍ କରିଦିଅନ୍ତୁ। ଯଦି ଭିଡ଼ିଓଟି ଅତିରୁ ଅତି ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ମୁଁ ସବୁ ଭିଡ଼ିଓରେ କହିଛି, ଏଇ ଭିଡ଼ିଓରେ ବି ମୁଁ କହୁଛି, କାହାକୁ ବାଧ୍ୟ ନାହିଁ ସବସ୍କ୍ରାଇବ୍ କରିବା ପାଇଁ। ତ ଚାଲନ୍ତୁ ଯାହାକୁ ପସନ୍ଦ ଲାଗୁଛି ମୋ ଭିଡ଼ିଓ ଦେଖନ୍ତୁ, ଯାହାକୁ ପସନ୍ଦ ନ ଲାଗୁଛି ସେ ଦେଖନ୍ତୁ ନାହିଁ। ତ ଚାଲନ୍ତୁ ଆଉ ଏଇଠି ମୋର ଆଉ ଗୋଟେ ଦର୍ଶକମାନଙ୍କୁ ମୁଁ କହିବାକୁ ଚାହେଁ, ମୋତେ ବହୁତ ଭଲ ପାଇବା ମିଳିଛି, କାହିଁକିନା ମୋର ଆଜି ପର୍ଯ୍ୟନ୍ତ କିଛି ଖରାପ କମେଣ୍ଟ କେବେ ବି ଆଜି ପର୍ଯ୍ୟନ୍ତ ଆସିନି। ମୋର କେବଳ ମୁଁ ଅନ୍ୟମାନଙ୍କ ଚ୍ୟାନେଲ୍ ଦେଖେ, ଯେତେବେଳେ ମୋତେ ଟିକେ ଦୁଃଖ ଲାଗେ, ଯାହାର କମେଣ୍ଟ ଟିକେ ଖରାପ ଆସିଯାଏ, ଯେଉଁମାନେ ଲୋକମାନେ ବି ଅଛନ୍ତି ନା, କିଏ କିଏ ଭଲ, କାହା ମନ ଦୁଃଖ କରିବାକୁ ବି କେତେଜଣ ଭଲ ପାଆନ୍ତି। ତ ସେମିତି କରନ୍ତୁନି, ଯଦି ନ ଭଲ ଲାଗୁଛି ଆଭଏଡ଼ କରିଦିଅନ୍ତୁ, ଭିଡ଼ିଓକୁ ଦେଖନ୍ତୁ ନାହିଁ। ତ ଚାଲନ୍ତୁ ଏଇଠି ଚାଲନ୍ତୁ ରୋଷେଇ ଘରକୁ ଯାଉଛି, ଏବେ ଭାତ ବସାଇ ଦେଇକି ଆସିଛି। ଆଉ ଡେରି ନ କରିକି ରୋଷେଇ ଷ୍ଟାର୍ଟ କରିବା, କାରଣ କୁଟୁ ଆସିବ, ତା ପାଇଁ ପୁଣି ସୋୟାବିନ୍ ତରକାରୀ କରିବି। ଆଉ ସୋୟାବିନ୍ ତରକାରୀ କାରଣ ସେ ଡଙ୍କା ଖାଇବନି, କଖାରୁ ଫୁଲ ଖାଇବନି, ପୁଣି ରୁଟି ବି କରିବି, କାରଣ ଭାତ ଖାଇବନି ସେ। ଏମିତି ମୁଁ ଏମିତି ହିଁ 3 ଜଣ ମଣିଷ ଆମେ ରହୁଛୁ, ବାବୁନା ହଷ୍ଟେଲରେ ରହୁଛି, କିନ୍ତୁ ମୁଁ ଏମିତି ଚାଲିଥାଏ, ମାଙ୍କଡ଼ ଭଳିଆ ନାଚୁଥାଏ। ଏଇଟା ତ ସକାଳୁ ଚାଲିଛି ଗାଡ଼ି ଆଉ ଷ୍ଟାର୍ଟ। ଆଉ ନିଲୁର କାମଟା ସେ କରିଦେଉଛି, ସେଇଟା ହିଁ ମୋତେ ବହୁତ ବଡ଼, କାରଣ ସିଢ଼ି ଉପରୁ ତଳ ପର୍ଯ୍ୟନ୍ତ କେତେ ସିଢ଼ି, ଆଉ ଏଡ଼େ ବଡ଼ ଘରଟାକୁ ନେଇକି ପୋଛିଲା ବେଳକୁ ଡେଲି ମୁଁ ପାରିବିନି, ତେଣୁକରି ସିଏ ବହୁତ ବଡ଼ କାମ କରିଦେଉଛି, ସେଥିପାଇଁ ନିଲୁକୁ ବି ଧନ୍ୟବାଦ। ଆଉ ଚାଲନ୍ତୁ ସେ ତ ସକାଳୁ ସକାଳୁ ଆସିକି ମେନ୍ କାମଟା ସାରି ଦେଉଛି, ବାହାର ଝାଡ଼ୁ କରିଦେଉଛି, ଗ୍ୟାରେଜ୍ ଝାଡ଼ୁ କରିଦେଲା, ପାଣି ଟିକେ ପକାଇ ଦେଉଛି, କି ଘର ପୋଛିଦେଲା, ବାସନ ଧୋଇଦେଲା, ସେଇଟା ବହୁତ ବଡ଼ କଥା ଆମ ସ୍ତ୍ରୀ ଲୋକଙ୍କ ପାଇଁ, ସେଇଟା ହେଉଛି ସବୁଠାରୁ ବଡ଼ କାମ। ତ ଚାଲନ୍ତୁ ଯିବା ରୋଷେଇ। ସୋୟାବିନ୍ ବଡ଼ି ମୁଁ କଲାବେଳେ କେମିତି ମୁଁ କରେ ପ୍ରୋସେସ୍ଟି ମୁଁ ଟିକେ ବତେଇ ଦେଉଛି, ନହେଲେ ସୋୟାବିନ୍ ତରକାରୀ ଟିକେ ଟେଷ୍ଟଟା ଅବାଗିଆ ଲାଗେ। ତ ଚାଲନ୍ତୁ ଏଇଠି ସୋୟାବିନ୍ ମୁଁ ବତୁରେଇ ଦେଲି 4 ଥର 3 ଥର ଧୋଇଲା ପରେ ଏଇଟା ଲାଷ୍ଟ ଥର ମୁଁ ଧୋଉଛି, ଯେଉଁଟାକି ମାନେ ଉଷୁମ ପାଣିରେ ଆମର 10-15 ମିନିଟ୍ ବତୁରେଇଲା ପରେ ସେଇଟା ଟିକେ ଫୁଲିକି ବଡ଼ ବଡ଼ ହେଇଯାଏ। ତାପରେ ତାକୁ 2-4 ଧୁଆ କଲା ପରେ ପୁଣି ଥଣ୍ଡା ପାଣିରେ ଏଇଟା ଲାଷ୍ଟ ଥର 4 ଥର ଏଇଟା ଧୁଆ ହେଲା। ତ ତାକୁ ଚିପୁଡ଼ିକି ତାର ପୁରା ଫେଣ ପାଣିଟାକୁ ପୁରା ରଗୁଡ଼ିକି ଚିପୁଡ଼ିକି ବାହାର କରିଦେଲା ପରେ ସେଇ ଫେଣ ପାଣିଟାକୁ ବି ମୁଁ ଫୋପାଡ଼େନି, କାରଣ ମୁଁ ତାକୁ ରଖେ ଅଟା ଦଳିବା ପାଇଁ। ଆଉ ଲୋକମାନେ ଅଛନ୍ତି ସେଇଟା ଡାଇରେକ୍ଟ ବେସିନରେ ଢାଳି ଦେବେ, ସେଇଟା ସିଧା। ଏଇଥିରେ ବହୁତ ସାରା ପ୍ରୋଟିନ୍ ଥାଏ, ଆଉ ସୋୟାବିନ୍ ଆମେ ଖାଉ କାହିଁକି, ଛୁଆମାନଙ୍କୁ ଦେଉ କାହିଁକି, ଭରପୁର ପ୍ରୋଟିନ୍ ମିଳିବା ପାଇଁ। ତ ଏଇ ପାଣିଟା କେମିତି ଫୋପାଡ଼ି ଦେବା, ତାକୁ ଫୋପାଡ଼ିବା ଉଚିତ ନୁହଁ। ତେଣୁକରି ମୁଁ ଏଇଠି ଦେଖନ୍ତୁ କହୁଛି କି ଫୋପାଡ଼ିବାନି, ଏଇ ପାଣିଟା ରଖିବି ଅଟା ଦଳିବା ପାଇଁ। ତ ଅଟା ଦଳିକିନି ୟା ଦେହରେ ପରଟା ରୁଟି ଯାହା ବି କରିବେ ସେଇଟା ଦେହକୁ ବି ଯିବ। ଛୁଆଙ୍କୁ ଖାସ୍ କରିକି ଛୁଆଙ୍କୁ ଅଟା ଦଳିକି ଦିଅନ୍ତୁ, ଯେଉଁ ଛୁଆମାନେ ଖାଉନାହାନ୍ତି ପରିବା ଫରିବା, ଏଇଗୁଡ଼ାକ ପ୍ରୋଟିନ୍ ଜିନିଷ ତାଙ୍କୁ ଦରକାର ହେଉଛି, ସେଇଟାର ତା ପାଣିଟାକୁ ଫୋପାଡ଼ିବା କଥା ନୁହଁ। ତ ସୋୟାବିନ୍ଟାକୁ ତାକୁ ଭଲ ଭାବରେ ଭାଜିକି ତାର ଟିକେ ପାଣି ଅଂଶଟା ମରିଲା ପର୍ଯ୍ୟନ୍ତ ଭାଜି ଦେଇକି ତାପରେ ମସଲା ଦେଇକି ନର୍ମାଲ ଯେମିତି ଆମେ ତରକାରୀ ସବୁ ପ୍ରକାର ତରକାରୀ କରୁଛୁ ସବୁଥିରେ ୟୁଜ୍ କରିପାରିବେ ସୋୟାବିନ୍।
ଆଜି ପାଇଁ ଏତିକି ଦେଖନ୍ତୁ। ସୋୟାବିନ୍ ତରକାରୀ ସରିଲା, କଖାରୁ ଫୁଲ ଡଙ୍କ ତରକାରୀ ସରିଲା, ଆଉ ଆମର କଖାରୁ ଫୁଲ ବରା ଏତିକି ହେଇଗଲା, ତା ସାଙ୍ଗକୁ ସାଲାଡ଼। ତ ଚାଲନ୍ତୁ, ଦେଖିଥିବାର ଭିଡ଼ିଓଟି ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରହିଲା। ଦର୍ଶକ ବନ୍ଧୁ, ଆପଣମାନେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପୁଣି ଦେଖା ହେବ ନେକ୍ସଟ